ଦର୍ଶକ ବନ୍ଧୁ ନମସ୍କାର। ମୁଁ ଆପଣଙ୍କୁ ଆମ ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ କରୁଛି। ଯଦି ଚ୍ୟାନେଲ ପ୍ରଥମ ଥର ଦେଖୁଛନ୍ତି ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ପ୍ରେସ୍ କରନ୍ତୁ, କାରଣ ଆଗକୁ ଯେତେ ନୂଆ ଭିଡ଼ିଓ ଆସିବ ସର୍ବପ୍ରଥମେ ଆପଣ ଦେଖିପାରିବେ। ଦର୍ଶକ ବନ୍ଧୁ ଆସନ୍ତୁ ଜାଣିବା ଆଜି ଖବର ବିଷୟ। ଦୁଇ ଭାରତୀୟ ୱିକେଟ୍ କିପର ଅଧିନାୟକଙ୍କ ମଧ୍ୟରେ ହୋଇଥିବା ମୁକାବିଲାରେ ରିଷଭ ପନ୍ତଙ୍କୁ ମାତ୍ ଦେଇଛନ୍ତି ସଞ୍ଜୁ ସାମସନ୍। ଗୁରୁବାରର IPL ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ 12 ରନ୍ରେ ଦିଲ୍ଲୀ କ୍ୟାପିଟାଲ୍କୁ ପରାସ୍ତ କରିଛି। ଏଥିସହିତ ସାମସନ୍ଙ୍କ ଦଳ 2-2 ବିଜୟ ହାସଲ କରିଛି। ରିୟାନ୍ ପରାଗ 45 ବଲ୍ରୁ 84 ରନ୍ଙ୍କ ବିଳମ୍ବିତ ପ୍ରହାର କାରଣରୁ ରାଜସ୍ଥାନ ରୟାଲ୍ସ ସଙ୍କଟରୁ ବାହାରି 185 ରନ୍ ସ୍କୋର କରିପାରିଥିଲା। ଜବାବରେ ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ କାରଣରୁ ଦିଲ୍ଲୀ କ୍ୟାପିଟାଲ୍ସ 173 ରନ୍ 5 ୱିକେଟ୍ରେ ଅଟକି ଯାଇଥିଲା। ଦିଲ୍ଲୀର ଦୁଇ ବିଦେଶ ଖେଳାଳି ଡେଭିଡ୍ ୱାର୍ଣ୍ଣର ଏବଂ ତ୍ରିଷ୍ଟାନ ଷ୍ଟବ୍ସ କେବଳ ଭଲ ସ୍କୋର କରିପାରିଥିଲେ। ନାନ୍ଦ୍ରେ ବର୍ଗର ଓ ୟୁଜବେନ୍ଦ୍ର ଚହଲ ଦୁଇଟି ଲେଖାଏଁ ୱିକେଟ୍ ନେଇ ଦିଲ୍ଲୀକୁ ରୋକିଥିଲେ। ଶେଷ ଓଭରରୁ 17 ରନ୍ ଆବଶ୍ୟକ ଥିବାବେଳେ ଆୱେଶ ଖାନ୍ ଦୁଇ ବ୍ୟାଟର ଅକ୍ଷର ପଟେଲ ଓ ତ୍ରିଷ୍ଟାନ ଷ୍ଟବ୍ସଙ୍କୁ ଏହା କରାଇ ଦେଇନଥିଲେ। ଏଥିସହିତ ନବମ ମ୍ୟାଚ୍ ସୁଦ୍ଧା ସମସ୍ତ ଦଳ ନିଜ ନିଜ ଘରୋଇ ପଡ଼ିଆରେ ଜିତିବା ଏକ ନୂଆ ଧାରା ସୃଷ୍ଟି କରିପାରିଛି। ସୱାଇ ମାନସିଂହ ଷ୍ଟାଡିୟମରେ ଟସ୍ରେ ପରାଜିତ ହେବା ପରେ ଘରୋଇ ଦଳ ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିଲା, କିନ୍ତୁ ଆରମ୍ଭରୁ ରୟାଲ୍ସ ବ୍ୟାଟର ସଂଘର୍ଷ କରିଥିଲେ। ଯଶସ୍ୱୀ ଜୟସୱାଲ 5 ରନ୍ କରି ଆଉଟ୍ ହୋଇଯାଇଥିଲେ। ସଞ୍ଜୁ ସାମସନ୍ ମଧ୍ୟ 30 ରନ୍ ଓ ଜସ୍ ବଟଲର 11 ରନ୍ କରି ପାଭିଲିୟନ୍ ଫେରିଥିଲେ। ପାୱାର ପ୍ଲେରେ ମାତ୍ର 31 ରନ୍ ସଂଗ୍ରହ ହେବା ପରେ ଦଳର ମଙ୍ଗ ଧରିଥିଲେ ଆସାମୀ ବ୍ୟାଟର ରିୟାନ୍ ପରାଗ। ପରବର୍ତ୍ତୀ 9 ଓଭର ଭିତରେ ରବିଚନ୍ଦ୍ରନ ଅଶ୍ୱିନ୍ 29 ଓ ଧ୍ରୁବ କୁରେଲ 20ଙ୍କ ସହ ମିଶି ପରାଗ ଦୁଇଟି ଅର୍ଦ୍ଧଶତକୀୟ ଭାଗିଦାରୀ ଗଢ଼ିବା ସହ ଦଳୀୟ ସ୍କୋରରେ 77 ରନ୍ ଯୋଡ଼ିଥିଲେ। କିନ୍ତୁ ଶେଷ 5 ଓଭରରେ ପରାଗ ଓ ସିମ୍ରନ୍ ହେଟମାୟର ଚୌକା ଛକା ବର୍ଷା କରି ଆଉ 77 ରନ୍ ଉଠାଇଥିଲେ। ଚଳିତ ଋତୁରେ ପ୍ରଥମ ମ୍ୟାଚ୍ ଖେଳୁଥିବା ଆନରିକ୍ ନର୍ଖ୍ୟାରଙ୍କୁ ଶେଷ ଓଭରରୁ ପରାଗ 25 ରନ୍ ଆଦାୟ କରି ଦଳକୁ ବଡ଼ ସ୍କୋର ପ୍ରଦାନ କରିଥିଲେ। ପରାଗ 45 ବଲ୍ରେ 84 ରନ୍ କରିଥିଲେ। ରାଜସ୍ଥାନ ରୟାଲ୍ସ ପାଇଁ ଚତୁର୍ଥ ସ୍ଥାନରେ ସର୍ବୋଚ୍ଚ ରନ୍ କରିଥିଲେ। ଦର୍ଶକ ବନ୍ଧୁ ଭିଡ଼ିଓଟି ଭଲ ଲାଗିଥିଲେ ଦୟାକରି ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ନମସ୍କାର।